ଏବଂ ଏ ସୁନ୍ଦର ସଭାରେ ସଭାପତିତ୍ୱ କରୁଥିବା ମୋର ଗୁରୁଜନ ମୋର ବାମୁ ଟିକି ବାମୁ ଏବଂ ଭଗବାନଙ୍କ ଆଶୀର୍ବାଦରୁ ଏ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ଯେ ଦେବଦୂତ ପରି ଆସୁଛନ୍ତି, ଯିଏକି ମୋ ପୁତୁରା ହେବେ ଶ୍ରୀଯୁକ୍ତ ପ୍ରମୋଦ କିଶୋର ଜେନା, ଆଉ ଜଣେ ମାମୁଁ କବି ପୀତାମ୍ବର ତରେଇ ମହୋଦୟ, କୈଳାସ ବାବୁ, ସଦୟ ସିନ୍ଧୁ, ଅପୁ ବାବୁ, ବାପୁ ସାଥି, ସମ୍ମୁଖରେ ଗୁରୁଜନ ମାନେ, ମା ମାଉସୀ ମାନେ, ଭାଇମାନେ, ପିଲାମାନେ। କଥା କ'ଣ ବ୍ୟସ୍ତ ତ ହେଉଛି ସମୟର ଅଭାବ, କିନ୍ତୁ ନ କହି ରହିପାରୁନି। ଭାଷଣ ମୁଁ ଦେଇପାରେ ନାହିଁ, କିନ୍ତୁ ମୁଁ ଯେଉଁ କଥାଟା କହେ ଷ୍ଟେଟ୍ ଟୁ ହାର୍ଟ, ହୃଦୟରୁ କୁହେ, ଯାହା କହିବା କଥା କହେ। ମାନନୀୟ ମୁଖ୍ୟମନ୍ତ୍ରୀ ଏଥର ପାରାଦୀପ ବିଧାନସଭା କ୍ଷେତ୍ରରୁ ମୋତେ ପ୍ରାର୍ଥୀ କରିଛନ୍ତି, ତାକୁ ଅନେକ କୃତଜ୍ଞତା ଜଣାଇଛି। ପାଇଲି କିପରି, ହେଲା କିପରି, ତା ପଛରେ ନିଶ୍ଚିତ ଭାବରେ ତାଙ୍କର ଆଶୀର୍ବାଦ ଏବଂ ସର୍ବୋପରି ମୋର ଅଞ୍ଚଳର ଗୁରୁଜନମାନଙ୍କର ଆଶୀର୍ବାଦ ଏବଂ ମୋର ସହଯୋଗୀ ଏବଂ ଭାଇମାନଙ୍କର ଶୁଭେଚ୍ଛା, ସେସବୁ ଯୋଗୁଁ ଆଜି ମୁଁ ଆପଣଙ୍କ ଆଗରେ ଠିଆ ହେଇଛି ପ୍ରାର୍ଥୀ। ମୁଁ କ'ଣ କରିପାରିବି ଆପଣଙ୍କର, କ'ଣ କରିପାରିବି? ଆଜି ଗୋଟେ ପ୍ରଶ୍ନ, ଅନେକ ସ୍ୱପ୍ନ ଅଛି କରିବା ପାଇଁ। ଯେହେତୁ ମୁଁ ଗୋଟେ ରାଜନୈତିକ ପରିବାରରୁ ଆସିଛି, ରାଜନୀତିକୁ ଅତି ନିକଟରୁ ଦେଖିଛି, ଲୋକଙ୍କ ଭଲ ମନ୍ଦ କିପରି ସମାଧାନ କରାଯାଏ, ତା ଦେହରେ ସୁଖ ଦୁଃଖ ନିଜକୁ କେମିତି ସାମିଲ କରାଯାଏ, ସେ ଜିନିଷ ଛୁଆବେଳୁ ଦେଖି ଦେଖି ଆସିଛି। ତ ମୋ ପାଇଁ ଏଇଟା କିଛି ନୂଆ କଥା ନୁହେଁ। ଅତୀତରେ ଏମିତି ସମୟ ବି ଆସିଥିଲା, ମୁଁ ଚିନ୍ତା କରୁଥିଲି ରାଜନୀତି ଯୁଆଡ଼ୁ ଗଲାଣି, ଅନ୍ୟ କିଛି କରିକି ଶାନ୍ତିରେ ଜୀବନଟା ନେବା। କାହିଁକି ନା ବାପାଙ୍କୁ ଦେଖିଲି ସକାଳୁ ରାତି ପର୍ଯ୍ୟନ୍ତ କେବଳ ରାଜନୀତି, ଲୋକଙ୍କ ସାଙ୍ଗେ ରହିବା, ଦୌଡ଼ିକି ଯିବା, ପ୍ରୋଗ୍ରାମ ଆଟେଣ୍ଡ କରିବା, ନା ନିଜ ଦେହ ପ୍ରତି ନା ପରିବାର ପ୍ରତି କିଛି ଚିନ୍ତା କଲେ। ଭାବିଲି ଲୋକ ଏତେ ପରିଶ୍ରମ କଲା ପରେ ପାଇବ କ'ଣ, ପାଉଛି ବି କ'ଣ। ତାପରେ ସେ ଗୁରୁ ରହସ୍ୟ ଧୀରେ ଧୀରେ ମୁଁ ଜାଣିଲି ଇଏ ଗୋଟେ ପ୍ୟାସନ, ଗୋଟେ ନିଶା। ଲୋକଙ୍କ ସାଙ୍ଗରେ ରହିବା, ଲୋକଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିବା, ତାକୁ ପଛରେ ପାହାଡ଼ ଭଳି ଠିଆ ହେବା, ଇଏ ଗୋଟେ ଅଜବ ନିଶା। ଆଠାରୁ ପଡ଼ି ଆଉ ପୁଣ୍ୟ କାମ କିଛି ନାହିଁ, କି ନିଶା ଠାରୁ ପଡ଼ି ଆଉ କିଛି ବଡ଼ ନିଶା ନାହିଁ। ତାପରେ ମୁଁ ଯେତେବେଳେ ଧୀରେ ଧୀରେ ନିଜକୁ ଆ ଦେହରେ ସାମିଲ କଲି, ସେତେବେଳେ ଏ ନିଶାର ମଜାଟା ମୁଁ ବି ପାଇବା ଆରମ୍ଭ କରିଛି। ଏ ଜିନିଷ ନିଜକୁ ଲୋକମାନଙ୍କ ସାଙ୍ଗରେ ସାମିଲ କରିବାର ଯେଉଁ ସନ୍ତୁଷ୍ଟି, ବିନା କିଛି ଆବିଳତାରେ, ମନ ଭିତରେ କୌଣସି ଆବିଳତା ନ ରଖି ତାର ଯେଉଁ ମଜାଟା ମୁଁ ଧୀରେ ଧୀରେ ନେବାକୁ ଲାଗିଲି। ତାପରେ ମୁଁ ଚେଷ୍ଟା କଲି, ନା ଯାହା ହେଇଯାଉ ମୁଁ ଲୋକଙ୍କ ସାଙ୍ଗେ ରହିବି। ଆଜି ବାପାଙ୍କର ବୟସ ଅଧିକା ହେଇଗଲାଣି, ଆଜି ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି। ତାପରେ ଲୋକମାନେ ଯେଉଁମାନେ ଏତେ ବର୍ଷ ଧରି ସାହାଯ୍ୟ ସହଯୋଗ କରିଥିଲେ, ସାଙ୍ଗରେ ଥିଲେ, ସେମାନେ ଯିବେ କୁଆଡ଼େ, ନୂଆ ନେତୃତ୍ୱ ଆସିଲେ ଅନେକ କିଛି ପରିବର୍ତ୍ତନ ହୁଏ। ମୁଁ ସେ ଲୋକମାନଙ୍କୁ ଚିହ୍ନିଛି, ମୋର ମାମୁଁ କାହାକୁ ଡାକେ, କାହାକୁ ମଉସା ଡାକେ, କାହା ଭାଇ ଡାକେ, କାହାକୁ ଦାଦା ଡାକେ। ସେଇମାନଙ୍କୁ ମୁଁ କାହାକୁ ଛାଡ଼ି ପାରିବିନି, ଆଙ୍କ ସାଙ୍ଗେ ରହିବି। ତ ନିଷ୍ପତ୍ତି ନେଲି ମୁଁ ରହିବି। ତାପରେ ଆସିଲା ଟିକେଟର କଥା, ଯାହା ପରିବର୍ତ୍ତିତ ପରିସ୍ଥିତିରେ ଯାହା ଯାହା ଘଟିଛି ଆପଣ ସମସ୍ତ ସଚେତନ ଜାଣିଛନ୍ତି। କିନ୍ତୁ ମୁଁ ନିଷ୍ପତ୍ତି ନେଲି, ଯାହା ହେଲେ ବି ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ରହିବି, ତାଙ୍କ ଆଇଡିଓଲୋଜିକୁ ମୁଁ ପସନ୍ଦ କରେ, ବିଜୁ ଜନତା ଦଳ ସାଙ୍ଗରେ ରହିବି। ଟିକେଟ ମୋ ପାଇଁ ମୁଖ୍ୟ ବିଷୟ ନୁହେଁ, ମୋ ପାଇଁ ମୁଖ୍ୟ ପ୍ରଶ୍ନ ହେଉଛି ଦଳ ସାଙ୍ଗେ ରହିବା। ଯଦି ମୁଁ ଦଳ ସାଙ୍ଗେ ରହିଲି, ଲୋକଙ୍କ ସାଙ୍ଗେ ରହିବି, କାମ କରିବି, ରହିଲି। ନିଷ୍ଠା ଥିଲା, ଲକ୍ଷ୍ୟ ଉପରେ ମୋର ଆଖି ଥିଲା, ମା ଶାରଳାଙ୍କର ଆଶୀର୍ବାଦ ଥିଲା ଏବଂ ସର୍ବୋପରି ମୋ ବୋଉଙ୍କର ଆଶୀର୍ବାଦ ଥିଲା। ସିଏ ଚାଲିଗଲେ, ଦେହାନ୍ତ ହେଇଗଲା, କିନ୍ତୁ ମୋ ବୋଉ ମୋତେ ଅନେକ ଆଶୀର୍ବାଦ କରିଦେଇ ଗଲେ। ସେ ଆଶୀର୍ବାଦର ଫଳସ୍ୱରୂପ ମୁଁ ଆଜି ଆପଣଙ୍କ ଆଗରେ ଠିଆ ହେଇଛି।
से जिनस अनुमान कर पढ़ीचे तो अनेक किसी किंतु मु हृदय अनुभव करी बापा माँ आशीर्वाद कौन हो पारे पिला तेणु मोर कहबार कथा अनेक किसी पढ़ी सारे समस्ते मो बाबद समय को मुझे किसी स्वप्न देखी भविष्य राजनीति किपर हम किपर राजनीति करी किपर परिचालन कर तो स्वप्न पंचायत हो बिना कौन से पक्षपातिता कौन से कान पड़ा कथा न शुणिकी मु समस्त सुख दुख में सामिल हे उचित न्याय प्रदान करी शपथ कर कौन से प्रकार कार्य प्रलोभित हेबी ना तेणु मोर प्रथम कार्य हूँ जेहेतु माननीय मुख्यमंत्री मत टिकेट प्रदान कर विजु जनता दल मालिक हेले सी 127 निर्वाचन मंडल प्रार्थी स्वयं नवीन पट्टनायक आम प्रतिनिधित्व करुचु किंतु मालिक हेले सी दल सी हूँ संप्रचीन एवं साधारण जनता समस्त हृदय सी अच्छा समस्त बहुत भल पाती यहाँ निराश सत्य एवं जो अन्य भारत वर्ष आप देखिए कौ मुख्यमंत्री एत योजना प्रणायन करुँच जिते सी योजना प्रणायन कर मोर कर्तव्य हूँ सी जो योजना प्रणायन कर लोक पाखे पहुंचेगा अनेक योजना पहुंचला बेलू अनेक बाधा विघ्न हुए भी किसी पहुंची पारे किंतु से जिनस दूर करने शपथ लोक पहुंचेगा योजना से जहाँ लोक जिन लोक पहुंचेगा से मोर प्रथम कर्तव्य।